ହାଏ ସାଙ୍ଗମାନେ ନୂଆ ଭିଡ଼ିଓ ସ୍ୱାଗତ। ସବୁ ଶୁଭର ସାଜ ସାରନ୍ତୁ। ସୁଭଦ୍ରା ଆସନର ଯେଉଁମାନଙ୍କର ଅଣ୍ଡର ପ୍ରୋସେସ୍ ଅଛି ଆପ୍ରୁଭାଲ୍ 24 ଘଣ୍ଟାରେ ହେବ। ସର୍ବତ ସୁଭଦ୍ରା ଅଫିସିଆଲ ୱେବସାଇଟ୍ରେ ଆସିଯିବେ। ମୋର ପ୍ରଥମ ଭିଡ଼ିଓ ଦେଖିକି ଆପଣମାନେ ଆସିପାରିବେ। ଦେଖିପାରୁଥିବେ ଉପରେ କ୍ଲିକ୍ କରିବେ ହିତାଧିକାରୀ। ଏଠିରେ ଆପଣଙ୍କର ଆଧାର ନମ୍ବର ଦେଇଦେବେ। ହିତାଧିକାରୀ ଆଧାର ନମ୍ବର ଏଠି ଦେଖିପାରୁଥିବେ ତଳେ ଲଗ୍ଇନ୍ କରିବେ ଆଧାର ନମ୍ବର ଦେଇ ସାରିଲା ପରେ। କଷ୍ଟମର ଜଣେ ମୋତେ କଲ୍ କରିଥିଲେ, ସେ ଏବେ ବି କଲ୍ କରିବେ। ଓ ଟି ପି ଦେବେ। ସେ ଲାଇଭ୍ ଭିଡ଼ିଓ ଆପଣମାନଙ୍କ ପାଇଁ କରିଛି। ଓ ଟି ପି ହ୍ୟାଜ୍ ସେଟ୍ ସକ୍ସେସଫୁଲ୍ ରେଜିଷ୍ଟର ମୋବାଇଲ୍ ନମ୍ବର। ଦେଖିପାରୁଥିବେ ଆପଣଙ୍କ ଆଧାର ସହିତ ଯୋଡ଼ା ଯାଇଥିବା ମୋବାଇଲ୍ ନମ୍ବରରେ ଓ ଟି ପି ରିସିଭ୍ ଯେଉଁ ଆପଣ ହେଇଥିବ ସେଇ ଓ ଟି ପି ଦେବେ। ଦେଖନ୍ତୁ କଲ୍ କରିଛନ୍ତି, ଏବେ ତାକୁ କଥା ହେଇଯିବି। ଏବେ ଓ ଟି ପି ଫିଲ୍ଅପ୍ କରିବି। ସେ କହିଛନ୍ତି ଓ ଟି ପି। ସୁଭଦ୍ରା ଫର୍ମ କେଉଁଠାରେ ମିଳିବ ଜାଣିବା ପାଇଁ 1 ଦବାନ୍ତୁ। ସୁଭଦ୍ରା ଫର୍ମ କେଉଁଠାରେ ଆବେଦନ କରିବେ ଜାଣିବା ପାଇଁ 2 ଦବାନ୍ତୁ। ସୁଭଦ୍ରା ଯୋଗ୍ୟତା ବିଷୟରେ ଜାଣିବା ପାଇଁ 3 ଦବାନ୍ତୁ। ସୁଭଦ୍ରା ହେଲ୍ପଲାଇନ୍ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିବା ପାଇଁ 9 ଦବାନ୍ତୁ। ପ୍ରଶିକ୍ଷଣ ଓ ଗୁଣବତ୍ତା ନିମନ୍ତେ ଆପଣଙ୍କ କଲ୍ଟିକୁ ରେକର୍ଡ କରାଯାଉଛି। नमस्कार सुभद्रा हेल्पलाइन कपल स्वागत दयाकरी सुभद्रा जोजना संबद्ध प्रश्न कहतु। नमस्कार सर, ମୁଁ ଭଦ୍ରକରୁ କହୁଥିଲି। ଆଜ୍ଞା ସାର୍। ସାର୍ ଗୋଟେ ୟୁଟ୍ୟୁବରେ ଗୋଟେ ଭିଡ଼ିଓ ପକେଇବା ପାଇଁ ଆପଣଙ୍କୁ କଲ୍ କରିଛି। ସେଥିପାଇଁ ଯୋଉ ଏବେ ଯୋଉ ଗୋଟେ ଅପସନ୍ ଆସିଛି ଡିକ୍ଲାରେସନ୍ ଫର୍ମ, ବୁଝିପାରୁଛନ୍ତି? ଆଜ୍ଞା ସେଥିରେ ଯଦି କ୍ଲିକ୍ କରିକି ଆଧାର ଓଟିପି ଫିଲ୍ଅପ୍ କରିଦେବେ, କିଛି ଅସୁବିଧା ଅଛି? ଆଜ୍ଞା ସାର୍, ସେଥିରେ ଯଦି ଆପଣ ଫିଲ୍ଅପ୍ କରିକି ଆଧାର ଓଟିପି ଦେଇ ଦେଉଛନ୍ତି, ଆଜ୍ଞା, ତାହେଲେ ଆପଣ ସୁଭଦ୍ରା କିସ୍ତିରୁ ସମ୍ପୂର୍ଣ୍ଣ ଭାବେ ବାହାରି ଯାଉଛନ୍ତି। ଯୋଉମାନଙ୍କର ପେଣ୍ଡିଂ ଅଛି କମ୍ପ୍ଲିଟ୍ ହେଇନି ଏପର୍ଯ୍ୟନ୍ତ, ଯୋଉମାନଙ୍କର ରିକ୍ୱେଷ୍ଟ ପେଣ୍ଡିଂ ଅଛି ସେମାନଙ୍କର କିଛି ଅସୁବିଧା ହବ ନାହିଁ ଆଜ୍ଞା। ତାଙ୍କର ସରକାରଙ୍କ ତରଫରୁ ଅପଡେଟ୍ ଆସିଛି ପେଣ୍ଡିଂ ଟି ଅଟୋମେଟିକ୍ କ୍ଲିୟର ହେଇଯିବ ଏବଂ ଯଦି କୌଣସି ତ୍ରୁଟି ଯୋଗୁଁ ପେଣ୍ଡିଂ ଟି ଅଟୋମେଟିକ୍ କ୍ଲିୟର ନ ହଉଛି ଆପଣଙ୍କର ପେଣ୍ଡିଂ ଥାଇ ମଧ୍ୟ ସୁବିଧାଟି ପାଇପାରିବେ, କିଛି ବି ଅସୁବିଧା ହବ ନାହିଁ। ଆଜ୍ଞା, ଯୋଉମାନଙ୍କର କାରଣ ପେଣ୍ଡିଂ ଟା କାରଣ ଆପଣଙ୍କର ବିନା ବାୟୋମେଟ୍ରିକ ଆବେଦନ କରିଥିଲେ, ସେଥିପାଇଁ ପେଣ୍ଡିଂ ଟି ରହିଥିଲା। ଆଜ୍ଞା, ଠିକ ଅଛି, ସେଥିପାଇଁ ଆପଣଙ୍କର କିଛି ପେଣ୍ଡିଂ ଟି ଅସୁବିଧା ହବ ନାହିଁ। ଆଜ୍ଞା, ଯୋଉମାନଙ୍କ ପେଣ୍ଡିଂ ଅଛି ଯଦି ଆମେ ଆଧାର ଓଟିପି ଫିଲ୍ଅପ୍ କରିବୁ, ତାଙ୍କର 24 ଘଣ୍ଟା ମଧ୍ୟରେ କିଛି ରେଜଲ୍ଟ ଫଳାଫଳ ବାହାରେ ଅଛି କି ନାହିଁ? ଯଦି ଆପଣଙ୍କର ସେ ଲିଙ୍କ ରେ କ୍ଲିକ୍ କରି ଆଧାର ଓଟିପି ଦେଇ ଦଉଛନ୍ତି, ତାହେଲେ ଆପଣ ସାର୍ ସୁଭଦ୍ରା ସ୍କିମ ରୁ ବାହାରି ଯାଉଛନ୍ତି। ସୁଭଦ୍ରା ସୁବିଧାଟି ଆଜ୍ଞା ଆଗକୁ ପାଇପାରିବେ ନାହିଁ। ଆଜ୍ଞା, ଆଜ୍ଞା, ଠିକ ଅଛି। ବୁଝିପାରିଲେ କି? ଆଜ୍ଞା, ଦୟାକରି ଯଦି ଆପଣ ଏଲିଜିବୁଲ ଅଛନ୍ତି, ସୁଭଦ୍ରା ପଇସା ପାଇବା ପାଇଁ ଚାହୁଁଛନ୍ତି, ସୁଭଦ୍ରା ସ୍କିମ ଟି ଚାହୁଁଛନ୍ତି ରହିବା ପାଇଁ, ଆଜ୍ଞା, ତାହେଲେ ଦୟାକରି ଆପଣ ସେ ଲିଙ୍କ ରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଆଧାର ଓଟିପି ଦିଅନ୍ତୁ ନାହିଁ। ଆଜ୍ଞା ସାର୍। ବୁଝିପାରିଲେ? ହଁ, ସାର୍ ଆପଣଙ୍କର ନାମ? ରାମ ସୁମନ ସାମନ୍ତ। ଆପଣଙ୍କର ଯାହାଙ୍କ ପାଇଁ ଜାଣିବା ପାଇଁ ଚାହୁଁଥିଲେ ଆପ୍ଲିକାଣ୍ଟଙ୍କ ନାମ? ଆଜ୍ଞା, ମୁଁ ଜାଣିବା ପାଇଁ କିଛି ନାହିଁ, ଏତିକ ମୁଁ ଜାଣିବା ପାଇଁ ଚାହୁଁଥିଲି। ଏଇ ଯୋଉ ଡିକ୍ଲାରେସନ ଫର୍ମ ଟେ ଅପସନ ଆସିଛି, ମୁଁ ଜଣେ ସିଏସସି ସେଣ୍ଟର ମୋର ଅଲରେଡି ଅଛି, ମୁଁ ସେଥିପାଇଁ ଆପଣଙ୍କୁ ଠିକ ଅଛି ଆଜ୍ଞା। ସାର୍ ଆପଣଙ୍କ ଜିଲ୍ଲା, ଆପଣଙ୍କ ବ୍ଲକ? ଭଦ୍ରକ ଡିଷ୍ଟ୍ରିକ୍ଟ। ବ୍ଲକ ଆପଣଙ୍କର? ଠିକ ଅଛି ଆଜ୍ଞା। ସୁଭଦ୍ରା ହେଲ୍ପଲାଇନ୍ କୁ କଲ୍ କରିଥିବାରୁ ଧନ୍ୟବାଦ। ଧନ୍ୟବାଦ।